ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସ୍ୱଚ୍ଛ ସର୍ବେକ୍ଷଣର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌରପାଳିକାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟରାସିଂଙ୍କ ସଭାପତିତ୍ୱରେ ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ପ୍ରକଳ୍ପ ନିର୍ଦ୍ଦେଶକ DUDA ମାନସ ରଞ୍ଜନ ରାୟ ଓ ସମସ୍ତ ପାରିଷଦ ବର୍ଗ ଯୋଗଦେଇ ସଫେଇ କର୍ମଚାରୀଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ। ସ୍ୱଚ୍ଛ ସର୍ବେକ୍ଷଣ 2023ରେ GHC 1 ଷ୍ଟାରରେ ଯାଜପୁର ପୌରପାଳିକା ସମଗ୍ର ଭାରତରେ ସ୍ଥାନିତ ହୋଇଥିବାରୁ ଏହି ଅବସରରେ ଉପସ୍ଥିତ ଅତିଥିମାନେ ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରିଥିଲେ। ପରିଶେଷରେ ପୌରପାଳିକା କାର୍ଯ୍ୟାଳୟରେ ଏକ ବଡ଼ାଖାନା ଆୟୋଜନ କରାଯାଇଥିଲା। ସ୍ୱଚ୍ଛ ସର୍ବେକ୍ଷଣ 2023 ମସିହାରେ ଯେଉଁଟା ଭାରତ ସରକାରଙ୍କ ଦ୍ୱାରା ହେଉଥିଲା, ସେଥିରେ ଆମର ଯାଜପୁର ପୌରପାଳିକା ଆମର ଗାର୍ବେଜ ଫ୍ରି ସିଟି ହିସାବରେ 1 ନମ୍ବର ର୍ୟାଙ୍କ ପାଇଛି। ଭାରତବର୍ଷରେ ଭାରତ ସରକାରଙ୍କର ଯେଉଁ ସର୍ବେକ୍ଷଣ ହୋଇଥିଲା, ସେଥିରେ ବିଭିନ୍ନ ଦିଗକୁ ନେଇ ତା'ର ସର୍ଭେ ହୋଇଥିଲା, ଯେଉଁଥିରେ କି ଲୋକମାନଙ୍କଠୁ ମତାମତ ନିଆଯାଇଥିଲା ଏବଂ ଗୋଟେ ଥାର୍ଡ଼ ପାର୍ଟି ଇନକ୍ୱାରି କରାଯାଇଥିଲା, ଯେଉଁଥିରେ କି ସେମାନେ ଯାଜପୁର ସହରକୁ ଆସିଥିଲେ ଏବଂ ଯାଜପୁର ସହରର ପରିମଳ ବ୍ୟବସ୍ଥାକୁ ତଦାରଖ କରିଥିଲେ ଏବଂ ସେଥିରେ ସେମାନେ ସନ୍ତୋଷଜନକ ହେଲା ପରେ ଆମକୁ ସେ ମାର୍କ ଦେଇଥିଲେ ଏବଂ ଜନସାଧାରଣଙ୍କର ଆମର ମ୍ୟୁନିସିପାଲିଟିର ଯେଉଁ କାର୍ଯ୍ୟକଳାପ ଅଛି ତା ଉପରେ ମଧ୍ୟ ଆମର ଭୋଟିଂ ହୋଇଥିଲା। ସେହି ଆଧାରରେ ଆମ ସର୍ବଭାରତୀୟ ସ୍ତରରେ ଆମର ଯାଜପୁର ପୌରପାଳିକାକୁ 1 ନମ୍ବର ଯେଉଁ ର୍ୟାଙ୍କ ମିଳିଛି, ସେଇଟା ଓଡ଼ିଶାରେ 2ଟି ମ୍ୟୁନିସିପାଲିଟି ମିଳିଛି, ଯେଉଁଥିରେ କି ଯାଜପୁର ମ୍ୟୁନିସିପାଲିଟି ଅନ୍ୟତମ। ଆମେ ଆଶା କରୁଛୁ ଆଗାମୀ ଦିନରେ ଏହାକୁ ଆହୁରି ଅଧିକ କେମିତି ସକ୍ରିୟ କରିବୁ ଏବଂ ଅଧିକରୁ ଅଧିକ ମାର୍କ ପାଇବୁ, ସେ ଦିଗରେ ଆମେ କାର୍ଯ୍ୟ କରିବା ପାଇଁ ଆମର କର୍ମଚାରୀମାନେ ଏବଂ ଆମ ସମସ୍ତ କାଉନସିଲର, ଚେୟାରମ୍ୟାନ୍ ସମସ୍ତେ ଆମେ ଏଥିରେ ଆଗକୁ କାମ କରିବା ପାଇଁ ସଂକଳ୍ପ ନେଇଛୁ। ଆଉ ଧନ୍ୟବାଦ ଦେଉଛୁ ଆମର ସଫେଇ କର୍ମଚାରୀମାନଙ୍କୁ, ଯେଉଁମାନଙ୍କ ପାଇଁ ଆମେ ଗୌରବର ଅଧିକାରୀ ହୋଇପାରିଛୁ ଏବଂ ଏହା ନିଶ୍ଚିତ ଆମକୁ ପ୍ରେରଣା ଦେବ। ଏଇ ଯେଉଁ ପୁରସ୍କାରଟି ଆମେ ପାଇଛୁ, ଏଥିରେ ଯାଜପୁର ପୌରପାଳିକାର କର୍ମଚାରୀମାନେ ଉତ୍ସାହିତ ଅଛନ୍ତି ଏବଂ ଆଗାମୀ ଦିନରେ ଏଭଳି କାର୍ଯ୍ୟକୁ ଆହୁରି ଅଧିକ ସକ୍ରିୟ କରିବା ପାଇଁ ସେମାନେ ସଂକଳ୍ପ ନେବେ ବୋଲି ମୋର ଆଶା ଏବଂ ଯାଜପୁର ଜନସାଧାରଣ ଯେଉଁ ଆଶା ଭରସା ଯାଜପୁର ପୌରପାଳିକା ଉପରେ ରଖିଛନ୍ତି, ବିଶେଷ କରି ପରିମଳ ବ୍ୟବସ୍ଥା ଉପରେ, ତାକୁ ଆହୁରି କେମିତି ବ୍ୟାପକ କରାହେବ ସେ ସମ୍ପର୍କରେ ଆମେ ପଦକ୍ଷେପ ନେବୁ।